ପୂର୍ବତନ ଶ୍ରୀଲଙ୍କା ଅଣ୍ଡର-19 ଅଧିନାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହଁ ଦର୍ଶକ ବନ୍ଧୁ, ଶ୍ରୀଲଙ୍କା ଅଣ୍ଡର-19 କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ଦମିକା ନିରସନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାସଭବନରେ ସ୍ତ୍ରୀ ଓ ଛୁଆଙ୍କ ଆଗରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 41 ବର୍ଷ ହୋଇଥିଲା। ସୂଚନା ଅନୁସାରେ ବୁଧବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଦମିକା ନିରସନ କଣ୍ଡା ମୌଥା ସ୍ଥିତ ତାଙ୍କ ଅମଲଗଡ଼ା ବାସଭବନରେ ଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ଅତର୍କିତ ଗୁଳି ମାଡ଼ କରିଥିଲେ। ଘଟଣାସ୍ଥଳରେ ଏହି ଦମିକାଙ୍କୁ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏଥିସହ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କରାଗଲା ତାର କାରଣ ଜଣାପଡ଼ିନାହିଁ। ଦମିକା ନିରସନ ଜଣେ ଡାହାଣ ହାତ ଦ୍ରୁତ ବୋଲର ଏବଂ ଡାହାଣ ହାତ ବ୍ୟାଟ୍ସମ୍ୟାନ୍ ଥିଲେ। ସେ 2000ରେ ଶ୍ରୀଲଙ୍କା ଅଣ୍ଡର-19 ଦଳ ପାଇଁ ଡେବ୍ୟୁ କରିଥିଲେ। ନ୍ୟୁଜିଲାଣ୍ଡରେ 2002ରେ ଖେଳାଯାଇଥିବା ICC ଅଣ୍ଡର-19 ବିଶ୍ୱକପ୍ ସମୟରେ ସେ ଶ୍ରୀଲଙ୍କାର ନେତୃତ୍ୱ ନେଇଥିଲେ। ଦୁର୍ଭାଗ୍ୟବଶତଃ 20 ବର୍ଷ ବୟସରେ କ୍ରିକେଟ ଛାଡ଼ିଥିଲେ ଦମିକା ନିରସନ। ବ୍ୟୁରୋ ରିପୋର୍ଟ, ଏମ୍କେ ଓଡ଼ିଶା ଟିଭି।